हाय फ्रेंड्स नमस्कार वेलकम टू बैक माय यूट्यूब चैनल पुणी थे आपण मानक नहीं आसी गोटे नुआ ब्लॉग रे आपण मानक स्वागत करुच्ची आउ गोटे नुआ ब्लॉग को आपण माने भल लगुले चैनल को गोटे गोटे सब्सक्राइब करेंगे लाइक करेंगे कमेंट करेंगे शेयर करेंगे चलतु आज मकर संक्रांति उपलक्षे आपण मानक किसी आम ब्लॉग करके देखू आउ वीडियो शेष में किसी त्रुटि थिले क्षमा करदेवे आउ वीडियोटी भल लगुले गोटे गोटे लाइक करदेवे आशा करुच्ची आपण मैंने भलरे थे मुझे भलरे अच्छी जगन्नाथ दयारु समस्ते भलरे रुहतु आज मकर संक्रांति आ गुड़ी उड़ा आउ ब्लॉक गोटे करदेली आपण मैंने देखिए चलतु वर्तमान मो बहु सका उठिकी गोबर पानी रे सब लिपालिपि कार्यक्रम आरंभ कर सारा देखु आमर कौ भाई भाव दांडर सब गोबर लिपा जाऊँगी देखी दଉଛି ଆପଣ ମାନଙ୍କୁ ବହୁ ସବୁ ଲିପି ସାଇଲାଣି ଦାଣ୍ଡ ବାଡି ସବୁ ବାଡେ ଲିପି ସାଇଲାଣି ଆଉ ଏଠି ସଫାସଫି ମଧ୍ୟ ଚାଲିଛି ଆଉ ଦେଖନ୍ତୁ ଘାସ ସବୁ ହୋଇଛି ଯେ ଆଉ ଏଠି ସଫାସଫି ମଧ୍ୟ ଚାଲିଛି ଆଜି ହେଲା ମକର ସଂକ୍ରାନ୍ତି ମାଙ୍କ ପାଖରେ କିଛି ଆମର ଭୋଗ ଆଉ ପୂଜା ରହିଛି ଆଉ ତେଣୁ କରି ଆମେ ସବୁ ସଫାସଫି ଗୋବର ପାଣିରେ ଲିପା ଆଉ ସବୁ ଦେଖଉଛୁ ଆପଣ ମାନଙ୍କୁ ସେ କୁକୁର ଆସିକି ଏଠି ନାଟକ କରୁଛି ଦେଖନ୍ତୁ ଏଠି ଢେର ସାରା ଘାସ ହେଇ ସାରିଛି ଆଉ ଚାଞ୍ଚିବା ପାଇଁ ମଧ୍ୟ ବହୁତ ଟାଣ ଖାଉଛି କୋଦାଳରେ ତାକୁ ବର୍ତ୍ତମାନ ଚାଞ୍ଚିକି ସଫା କରାଯିବ ଆମର ମନ୍ଦିର ପାଖରେ ବର୍ତ୍ତମାନ ସଫା କରାଯାଇଛି କିଛି ଆଉ କିଛି ବାକି ରହିଛି ଦେଖନ୍ତୁ ଆମର ବର୍ତ୍ତମାନ ଆମର ଘାସଟି ଚଞ୍ଛା ଯାଇଛି ଯୋଉଠି ମୋଟା ଘାସ ସବୁ ଉଠିଛି ଆଉ ଚାଲନ୍ତୁ ଆଗକୁ ଯିବା କଣ ସବୁ ହଉଛି ଦେଖନ୍ତୁ ମୁଁ ଯାଇଥିଲି ଟିଏଲ କତିକି ଏଠି ଡାଲି ଦେଖନ୍ତୁ ସିଟି ମାରି ବଇ ସାରିଲାଣି ଏଠି ପ୍ରେସର କୁକରରେ ଆଉ ଗ୍ୟାସରେ ଏଠି ଦେଖନ୍ତୁ ଗୋଟା ସାରା ହେଇଗଲାଣି ତାକୁ ମୋତେ ବର୍ତ୍ତମାନ ସଫା କରିବାକୁ ହବ ଦେଖନ୍ତୁ କିରକମ ବଇକି ଯାଇଛି ବେଶିନି ପର୍ଯ୍ୟନ୍ତ ଦେଖନ୍ତୁ ଦେଖେଇ ଦେଉଛି ଆପଣମାନଙ୍କୁ ଡାଲିର ଅବସ୍ଥା ବର୍ତ୍ତମାନ ଏଇଆ ଅଛି ମୋତେ ବର୍ତ୍ତମାନ ସଫା କରିବାକୁ ହବ ଚାଲନ୍ତୁ ବର୍ତ୍ତମାନ ସଫା କରିବା ଆଉ ଡାଲିଟା ଟିକେ ସିଝିଯାଉ ହାତରେ ଟିକେ ଟିକେ ଟେକି ଦେଉଛି ଦେଖନ୍ତୁ ଆଉ ସିଟି ବାହାରି ଗଲେ ଆଉ ତାର ସାଁ ଏତେ ହେବନି ସିଟିଟା ବର୍ତ୍ତମାନ ଆମର ଖରାପ ଅଛି ସେଇଥିପାଇଁ ଆମର ଡାଲିଟା ବୋହି ଯାଉଛି ତାକୁ ମୋତେ ବର୍ତ୍ତମାନ ସଫା କରିବାକୁ ହବ ଭିଡ଼ିଓ କରୁଛି ଏଇଟା ସିଏ ଏକ୍ସପ୍ରେସ୍ କରୁଛି ବସ୍ଟା ୟାଦେରେ ବି ନାହିଁ କାହିଁ ଲାଗିଏ ଘର ପୋଛିଥିଲୁ ଘର ପୋଛିଥିନି ଘର ପୋଛିକି ପୁଣି ସେଠି ଲିବୁ ନାହିଁ ଟିକେ ସର ପାଣି କରିଦେଲଣି ଆଗର ପାଣି ଢାଳିକି ବତୁରି ଦେଇଥାନ୍ତା ତାପରେ ପୋଛା ମାରି ଦେଇଥାନ୍ତେ ସଫା ହେଇଥାନ୍ତା ଏଇ ଏବାତିଆ ଢେରେ କଷ ଖାଉଛି ଏ ଯେଉଁ ଫାଟି ମାଟି ହେଇଛି ନା ସେ ନଗେଇଦେଲେ ହବନି ନା ଆଣିକି ଅଛି ବା ଏତେ ଖଣ୍ଡରୁ ଅଛି କିଲେ ଖଣ୍ଡରୁ ହବ ଅଛି ଦେଖନ୍ତୁ ଗୋବର ପାଣିରେ ଲିପା ସରିଲା ପରେ ଆମର ବର୍ତ୍ତମାନ ପିଣ୍ଡା ସବୁ ପୋଛା ମରା ଯାଉଛି ଆଉ ସଫା କରାଯାଉଛି ଆଉ ମକର ସଂକ୍ରାନ୍ତି ଆଉ ଚାଲନ୍ତୁ ବର୍ତ୍ତମାନ ମାଙ୍କ ପାଖରେ ଭୋଗ ଯୋଉ ଲଗା ଯାଇଛି ଆଉ ଭୋଗ ଟିକେ ପାଇଦବା ଦେଖନ୍ତୁ ବର୍ତ୍ତମାନ ମକର ସଂକ୍ରାନ୍ତି ଉଖୁଡା ଖଜା ଆଉ ସବୁ ଭୋଗ କରାଯାଇଛି ଚୁଡା ଦେଖନ୍ତୁ ସବୁ ପ୍ରକାର ଭୋଗ କରାଯାଇଛି କୋଉ ଭଳି ଭାବରେ ଆମର ମାଙ୍କ ପାଖରେ ନଡିଆ ଆଉ କିଛି ଖଜା ଉଖୁଡା ଚୁଡା ସବୁ ଭୋଗ କରାଯାଇଛି ବର୍ତ୍ତମାନ ଆଜି ଆମେ ମାଘ ଗୁଡି ମାସ ଚାଲନ୍ତୁ ସଂକ୍ରାନ୍ତି ଟିକେ ଗୁଡ଼ିଓଡ଼ା ବନେଇଦବା ହବ ଆଜି ଆଉ ହାତ ନଡିଆ ତିଆରି କାଟିଦେଲେ ଆମେ ଗୁଡି ନିଜେ ହାତ ତିଆରି ଆଉ ଗୁଡ଼ି ଆମେ ସବୁ ବନା ହଉଛି ବଜାରରୁ କିଣିବାନି ବର୍ତ୍ତମାନ ଆମେ କୁଞ୍ଚ ପେପର କାଠି ଅଛି ଦେଇକି ଘରେ ବନେଇବା ଆଉ କୁଞ୍ଚ କାଠି ଅଛି ତାକୁ ପେପର ଆଉ କୁଞ୍ଚ କାଠିରେ ରଖି ଅଠା ଦେଇ ତାକୁ ଗୁଡି ଗୋଟେ ତିଆରି କରିଦବା ଚାଲନ୍ତୁ ଦେଖିବା ବର୍ତ୍ତମାନ ହାତ ତିଆରି ଗୁଡି କେମିତି ଆମର
ଦେଖାଯିବ। ଆପଣ ଚାଲନ୍ତୁ ଦେଖିବା, ବନେଇଦବା ବସିକି। ଦେଖନ୍ତୁ, ବର୍ତ୍ତମାନ ଆମର ଗୁଡ଼ି ଖବରକାଗଜ କୋଉଭଳି ଗୁଡ଼ି ଗୁଡ଼ା ହବା ପାଇଁ ଆମର କୁଞ୍ଚ କାଟି ଦେଇକି ବନା ଯାଉଛି। ଆଉ ଗୁଡ଼ି ଆମେ 2ଟି ବନେଇବୁ। ଗୋଟେ ନିଏ 2ଟି ଗୁଡ଼ି ବନେଇବୁ। ଚାଲନ୍ତୁ ଆଗକୁ ଯିବା। ଗୁଡ଼ି ଆମର ବନେଇବା କାର୍ଯ୍ୟକ୍ରମ ପ୍ରଣାଳୀ ଆପଣ ମାନେ ଦେଖେଇବୁ। କୋଉଭଳି ଗୁଡ଼ି ଆମେ ବନଉଛୁ, ଚାଲନ୍ତୁ ଯିବା। ଗୁଡ଼ି ଆମର ରେଡି ହେଇଗଲା। ବର୍ତ୍ତମାନ ଆମେ ଉଡ଼େଇବା। ଆଜି ହେଲା ସଂକ୍ରାନ୍ତି, ମକର ସଂକ୍ରାନ୍ତି ନା ଧନୁମୁଆ ସଂକ୍ରାନ୍ତି। ଧନୁମୁଆ ନା କି ଏବେ ଦେଖନ୍ତୁ ଆମର ଗୁଡ଼ି କୋଉ ଭଳିଆ ହଉଛି। ଦେଖନ୍ତୁ ଆମର ଆଖି କାନ କରାଯାଉଛି ଗୁଡ଼ିରେ। ହାତ ତିଆରି ଗୁଡ଼ି ବର୍ତ୍ତମାନ ଆମର କରୁଛୁ। ଆଜି ହେଲା ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତିରେ କୋଉଭଳି ଗୁଡ଼ି ଉଡ଼ା ଯିବ ଆପଣମାନଙ୍କୁ ଆମେ ଦେଖେଇବୁ ଗୁଡ଼ି ଉଡ଼େଇକି। ଆଉ ବର୍ତ୍ତମାନ ଆମେ ଦୋକାନରୁ ନ କିଣି ଆଉ ଗୁଡ଼ି ଗୋଟେ ତିଆରି କରିଦେଉଛୁ ହାତର। ତାର ଆଖି 2ଟା କରିଦେଉଛୁ। ବର୍ତ୍ତମାନ ସ୍ମାଇଲ୍ କରିଦେବୁ ଗୁଡ଼ିରେ। ଦେଖନ୍ତୁ ଆମର ବନିଗଲା ଗୁଡ଼ି। ଆପଣ ଏଇଭଳିଆ ଗୁଡ଼ି କୋଉଠି ଦେଖିଥିବେନି। ଆଜି ଏଇଠି ଦେଖନ୍ତୁ, ଏଇ ବ୍ଲଗରେ ଆମର ନୂଆ ଡିଜାଇନର ନୂଆ ଷ୍ଟାଇଲର ଗୁଡ଼ି ବର୍ତ୍ତମାନ ହାତରେ ତିଆରି କରାଯାଉଛି। 2ଟା ଗୁଡ଼ି ଆମର ରେଡି ହେଇଯାଇଛି। ବର୍ତ୍ତମାନ ଚାଲନ୍ତୁ ଛାତ ଉପରକୁ ଯିବା ଆଉ ଗୁଡ଼ି ଉଡ଼େଇବା। ବର୍ତ୍ତମାନ ଆମେ ଛାତ ଉପରେ ଆସି ପହଞ୍ଚିଗଲେ। ଛାତ ଉପରେ ଆମେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଆରମ୍ଭ କରିଦେବା। ଆଉ ଆପଣ ମାନେ ଧ୍ୟାନରେ ଦେଖିବେ ଗୁଡ଼ି ଆମେ କୋଉଭଳି ଉଡ଼ଉଛୁ। ଆଜି ହେଲା ମକର ସଂକ୍ରାନ୍ତି। ଗୁଡ଼ି ଗୁଡ଼ା ଆଜି ଅଛି। ଆଜି ଗୁଡ଼ି ଉଡ଼େଇବୁ। ଗୁଡ଼ିଟା ଭଲସେ ପବନ ଠିକରେ ବି ଦଉନାହିଁ। ପବନ ଗୁଡ଼ି ଉଡ଼ିବ। ଦିଟା ଉଡ଼ୁନି କି? କ'ଣ? हे प्रभु, हे हरि राम कृष्ण जगन्नाथ प्रेमानंद, ये क्या हुआ? ଚାଲିଛି
ଜରି ବାଲା ଥିଲା ମୋର ଗୁଡ଼ି ନା ସେ ଆମ ଅଗେ ଥିଲି ଆମର କାଗଜ ହେଇଯିବ ସେଇଟା ଭଲ ଉଡୁଛି। ହବନି କୋଉଠି ଯାଉଛି ढिला कर हाणी से खाली धरी था पाखे आस हाँ जीतू देखो तते जीतू पाखे आस जीतू देखो तते देखो गुड़ी कहीं आ गुड़ी देखो କେତେ ବାଟ ଉଠିଲାଣି ଗୁଡ଼ି ଏଇବା ଦିସ୍ ଇଜ୍ ମାଇ ସ୍ମାଇଲ୍ ଗୁଡ଼ି बड़ लाज करती भल ही था बड़ लाज करती मजा ही था ଗୁଡ଼ି ମାନେ ଢେର ମଜା ଲାଗେ उड़ी उड़ी जा दिल की पतंग तो उड़ी उड़ी जा धीरे धीरे छाते बड़ी हाथ अंत कर उड़े उड़े देखिया धर एइटा धर ଏଇଟା ପଳେଇଯିବ ସେଟା ଧର ରଖି ଦେ ଧର ଏଟା ଧର ଟିକେ ଟାଣିବି ଏର ଦାଦା ବେ ଦାଦା जाऊँ ना जीवनी ऊपर जेती जाउछ उड़े दबा आजी जा हबो पुणी फेरी ना से हां नहीं ऐसा ଦେଖିବି କି ଦେଖି ଦେଲେ आम धरचा देखिए सीता देखि कोठी फेरी मिठो देखियो छुआडा को नेइथिले न देखि भारी थो देखियो आड़े ऊपर चढ़े दे रावण बे रावण बे उड़े बनी के बे एबे कागज उड़ी उड़ी जिबा ଦେଖିବା हां ବନ୍ଦ କର हेलो गाइस वेलकम टू बैक माय यूट्यूब चैनल देखंतु आज गुड़ी उत्सव କଣ ମୁଁ ପହଞ୍ଚିବ ନା ଆଉ ତାଙ୍କର ବ୍ରାହ୍ମଣଟା ତ ବିଘ୍ନମସ୍ତୁ ଗଙ୍ଗେଶ ଯମୁନେଶ୍ୱୈବ ଗୋଦାବରୀ ସରସ୍ୱତୀ ନର୍ମଦା ସିନ୍ଧୁ କାବେରୀ ଜଳୟସ୍ମିନ୍ ଯୁଗ କୁରୁକ୍ଷେତ୍ରେ ଗୟା ଗଙ୍ଗା ପ୍ରବାସେ ପୁଷ୍କରାଣୀ ଚୈତାନି ମୋ କକା ବେଳେ ସୋ ସ୍ୱାହା ଇଦଂ ସୋହ ସମାୟ ସ୍ୱାହା ଇଦଂ ଭୂର୍ଭୁସ ଗଣନନ୍ତା ଗଣପତି ବା ये पुष्पांजलि दो
ସଂକ୍ରାନ୍ତି ହୋମ ହଉଛି ଆଉ ମାଙ୍କ ଆଗରେ। ତାପରେ ଆମେ ଯିବା, ଚାଲନ୍ତୁ ସବୁ କଣ ପରିବା ସବୁ କଟା ଯାଉଛି ମୁଁ ଦେଖେଇବି ଆପଣମାନଙ୍କୁ। ମାଙ୍କ ପାଖରେ ଆଜି କିଛି ଖାଦ୍ୟ ଭୋଜନ ହବ ଖାଇବା ପାଇଁ। ଚାଲନ୍ତୁ ବର୍ତ୍ତମାନ ପରିବା କଟା ଯାଉଛି। ବନ୍ଧାକୋବି, ବୋଇତାଳୁ ସବୁ କଟା ଯାଇ ରଖାଯାଇଛି। ଅମୃତଭଣ୍ଡା, ବନ୍ଧାକୋବି କଟା ଯାଇଛି, ଆଳୁ କଟା ଚାଲିଛି। ଆଉ ଏ ପାଖରେ ଟମାଟୋ ରହିଛି, ଖଟେଇ ହବ। ଆଉ ବୋଇତାଳୁ ରହିଛି। ନନା ଦେଖନ୍ତୁ ଏଠି ଠିଆ ହେଇଛନ୍ତି, ଛୁଆ ନନା ଗୋଟେ। ଆଉ ଚୁଲିରେ ଆମର ବର୍ତ୍ତମାନ କ୍ଷୀରି ହାଣ୍ଡି ବସିଛି, ମାଙ୍କ ପାଖରେ ଭୋଗ ଲାଗିବ। କ୍ଷୀରି ଆଉ ଖିଚୁଡି, ଆଉ ଚୁଲି ମଧ୍ୟ ଲାଗି ସାରିଛି। ଦେଖନ୍ତୁ ଏ ପାଖରେ ଆମର ନନାଙ୍କୁ ସବୁ ଦଉଛନ୍ତି ପଇସା, ଆଉ ମୁଢି, ଖଜା, ଉଖୁଡା ସବୁ ଦଉଛନ୍ତି। ନନା ସବୁ ଗଣ୍ଠୁଲିରେ ବାନ୍ଧିକି ରଖୁଛନ୍ତି, ନେବେ ବୋଲି ଘରକୁ। ଆଉ ପଇସା ଗଣୁଛନ୍ତି ବସିକି। ଆଜି ହେଲା ମକର ସଂକ୍ରାନ୍ତି, ଗୁଡି ଉଡା ଚାଲିଛି ବର୍ତ୍ତମାନ। ଆଉ ଦେଖନ୍ତୁ ନନା ସବୁ କୋଉଭଳି ଭାବରେ ଆମର ସବୁ ପୂଜା ସାରିକି ଯିବା ପାଇଁ ବସିଲେଣି। ଆଉ ଏ ପାଖରେ ଆମର ଝୋଟି ଦିଆଯାଇଛି, ଦେଖନ୍ତୁ ଆଜି ମକର ସଂକ୍ରାନ୍ତି। ଆଉ ଦେଖନ୍ତୁ ଝୋଟି ସବୁ କୋଉଭଳି ଭାବରେ ଆମର ଦିଆଯାଇଛି। ମାଙ୍କର ଆଜି ପୂଜା ତ, ଆଜି ମକର ସଂକ୍ରାନ୍ତି ପୂଜା। ଆମର ଘର ଦୁଆମରେ ଝୋଟି ପଡିଛି, ଆପଣ ମାନେ ନିହାତି କମେଣ୍ଟର କହିବେ ଆଉ ଝୋଟିଟା କେମିତି ଲାଗୁଛି। ସବସ୍କ୍ରାଇବ ଗୋଟେ ଗୋଟେ ନିହାତି କରିବେ ଭିଡିଓଟି ଭଲ ଲାଗୁଥିଲେ। ଆଉ ଲାଇକ୍, କମେଣ୍ଟ ଏବଂ ସେୟାର ମଧ୍ୟ କରିବେ। ଆଉ ଆଗକୁ ଯେତେ ସାରା ଭିଡିଓ ପକେଇବେ ଆପଣଙ୍କ ପାଖରେ ପହଞ୍ଚିଯିବ। ଆଉ ବର୍ତ୍ତମାନ ଆମର ମକର ସଂକ୍ରାନ୍ତି, ଦୁଆମରେ ସବୁ ଝୋଟି ପଡିଛି। ଆଉ ଗୁଡି ଉଡା ଚାଲନ୍ତୁ ଯିବା। ବର୍ତ୍ତମାନ ଆମେ ଗୁଡି ଉଡଉଥିଲେ, ଗୁଡି ଉଡା ଚାଲନ୍ତୁ ଯିବା ଦେଖିବା ଗୁଡିଟା ଆମର କୋଉଭଳି ଉଡୁଛି। ବର୍ତ୍ତମାନ ଗୁଡ଼ି ଆସି ପହଞ୍ଚି ଯାଇଛି ପାଖାପାଖିରେ। ଆକାଶକୁ ଛୁଇଁବା ପାଇଁ ଯାଇଥିଲା, ଆସିକି ପହଞ୍ଚିଗଲା। ବର୍ତ୍ତମାନ ଖାଇବା ଟାଇମ୍ ହେଇଗଲାଣି। ଏଇ ସ୍ପେରକିଟା ଏଠି ଥାଉ, ଆମେ ସେ ଯେଉଁ ସୂତା ଆଉ ଟିକେ ନାଞ୍ଜ ଟିକେ ବଡ଼ କରିଦେବା। ହଁ, ଟିକେ ବଡ଼ କରିଦେବା। ଆଉ ଟିକେ ବଡ଼ କରିଦେ ନାଞ୍ଜଟା, ଭଲ ଉଡ଼ିବ। ସବୁ କରିଦେବା, ସବୁ କରିଦେବା। ହଁ କରିଦେଉନୁ। ବଡ଼ଟେ ଦେଖାହବ। ଆଉ ଟିକେ ଲାଞ୍ଜ ଲଗାଯିବ ଗୁଡ଼ିଟା ଭଲ ଉଡ଼ିବା ପାଇଁ। ଏ ପାଖରେ ମାଙ୍କ ପାଖରେ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେଇସାରିଲାଣି। ଲୋକମାନେ ଆସି ସାରିଲେଣି, ସବୁ ଭୋଜନ କରୁଛନ୍ତି। ମୁଁ ଦେଖଉଛି ଛାତ ଉପରୁ ଥାଇକି, ଆପଣ ମାନେ ଦେଖନ୍ତୁ ଆମର ମାଙ୍କ ପାଖରେ ଯୋଉ ରୋଷେଇ ହବା ପାଇଁ ଦେଖଉଥିଲି ଆପଣ ମାନଙ୍କୁ। ରୋଷେଇ ଯୋଉ ହଉଥିଲା, ଆଉ ବର୍ତ୍ତମାନ ସରିଯାଇଛି। ଲୋକମାନେ ଆସି ସାରିଲେଣି, ମାଙ୍କର ପ୍ରସାଦ ଖାଇକି ଭୋଜନ କରିକି ଯିବେ। ଆଉ ଭିଡିଓଟି ଆମେ ଏଇଠୁ ରଖିଦଉଛୁ, ଶେଷ କରି ଆସୁଛୁ। ମୁଁ ବର୍ତ୍ତମାନ ଛାତ ଉପରେ ଥାଇକି ଭିଡିଓ ଆପଣ ମାନଙ୍କୁ ଦେଖେଇ ଦଉଛି ଜୁମ କରିକି। ବର୍ତ୍ତମାନ ଆମର ଖିଆଖୁଇଆ ପ୍ରସାଦ ଆରମ୍ଭ ହେଇସାରିଲାଣି। ଆଉ ପ୍ରସାଦ ଖାଇକି ଲୋକମାନେ ଘରକୁ ଯିବେ। ଆଉ ଭିଡିଓଟି ଆମେ ଏଇଠି ରଖିଦଉଛୁ। ଭିଡିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ନିହାତି ସବସ୍କ୍ରାଇବ କରିବେ। ରହୁଛି, ଜୟ ଜଗନ୍ନାଥ।